ନିମନ୍ତ୍ରଣ ଦବାକୁ ଆସିଛି ଆସନ୍ତା କାଲି ମୋ ସାଙ୍ଗରେ ଯିବୁ କାହିଁକି ନା ମୁଁ ରାଜସ୍ୱ ଯଜ୍ଞ କରୁଛି ମୁଁ ତ ବଡ ଭାଇ ତୁ ସାନ ଭାଇ ତୁ ନଗଲେ କଣ ସୁନ୍ଦର ହବ କଥା କେତେ ଆସିଛନ୍ତି କେତେ ଭୂରି ଭୋଜନ କେତେ ଦାନ ଧର୍ମ ବ୍ରାହ୍ମଣ ମାନେ ସବୁ ଭୂରି ଭୋଜନ ହବ ଦାନ ଧର୍ମ ନେବେ ତେଣୁ ରାଜସ୍ୱ ଯଜ୍ଞର କଣ ଆବଶ୍ୟକତା ନିହାତି ଅଛି ମୋ ସାଙ୍ଗରେ ଆ କିନ୍ତୁ ଯିବି ଯେ ଭାଇ ଗୋଟେ କଥା କଣ କଥା ଆପଣଙ୍କ ସାଙ୍ଗରେ ଯିବି ତ ନିଶ୍ଚୟ କିନ୍ତୁ ଭାଇ ହିସାବରେ ଯିବି ନା ବନ୍ଧୁ ହିସାବରେ ଯିବେ ଆରେ ଭାଇଟା ଭାଇ ହିସାବରେ ଯିବ ଦୁର୍ଯ୍ୟୋଧନ କହିଲା ଭାଇ ବନ୍ଧୁ ତା ଘରକୁ ବନ୍ଧୁ ଘରକୁ ଗଲେ ଆଜ୍ଞା ଚର୍ଚ୍ଚା ପାଇବ ଘରକୁ ଆସିବ ହେଲେ ଭାଇଟି ଭାଇ କାର୍ଯ୍ୟରେ ଗଲେ ପତ୍ର ଦବା ଠାରୁ ପତ୍ର ଉଠେଇବା ପର୍ଯ୍ୟନ୍ତ କାନ୍ଧ ବି ସେଇ ଭାଇ ସାଙ୍ଗରେ କାମ କରିବ ଆଗେ କହିଲ ମୁଁ କୋଉ ଭାବରେ ଯିବି ଭାଇ ଭାବରେ ନା ବନ୍ଧୁ ଭାବରେ ଦେଖନ୍ତୁ ଆଜ୍ଞା ଦୁର୍ଯ୍ୟୋଧନ କହିଲା ଏ ଧର୍ମରାଜ କହିଲେ ତୁମ ଭାଇ ଭାଇଟା ଭାଇ ଭାବରେ ଯିବ ବନ୍ଧୁ ଭାବରେ କଣ ଆବଶ୍ୟକ ଆଜ୍ଞା ଭଦ୍ରକ ଜିଲ୍ଲାର ଚିନ୍ତାମଣି ନାୟକ ସେ ଜଣେ ଗାୟକ ସୁନ୍ଦର କବି ସୁନ୍ଦର ଲେଖା ଲେଖନ୍ତି ସେ ସୁନ୍ଦର କଥା କହିଲେ କହିଲେ ଭାଇ ଠାରେ আছে या भक्त ने प्रेते ने बोले भाई ठारे अच्छे भक्ति प्रतिनिधि भाई ठारे अच्छे भक्ति भाई स्नेहरे बंधा हेले तो त्रैलोक्य मिले शांति तेणु भाईटा भाई कार्य जीवन निमंत्रण कौन दरकार भाई सुख को जानी था क्या से स्वर्ग सुख पाई दुर्योधन कहला भाई आपण मत निमंत्रण देवे कौन दरकार कहले सेटा मो बड़ कथा भाई जे तो निजे आसन कहबो आ निमंत्रण कौन दरकार मु कहू भाई काली जीवी मु आपन घर को जीवी आपन को राज्य को जीवी निश्चिंत भाव जोग देवी सान भाई हिसाब रे अनेक कर्म अनेक कर्तव्य मन करबा अछि धर्मराजा के आनंद होई जतो फेरी होले दुर्योधन आगे खुशी राव पार लागिला कहला केडे बड़ कथा मो राज्यवासी नर नारी समस्त अछंदी मो भाई आसे छंदी मते निमंत्रण दबा आठरो आनंद किछ अछि आगे देखंतु जेते सब त्याग आगे पुराण करिछ जेते सब निष्ठा हमको पुराण हे सिखैछ महाभारत हो रामायण हो जेते त्याग आगे सब एई पुराण हे हमको शिक्षा दैछ राति पाहिले कथा पड़िछि इंद्रजित को मारिबो के रामायण कथा राम ठाकुर कपाळ रे हाथ देके बसी पड़िले हाथ जोड़ी लक्षण कला भाई मु पर अछि इंद्रजित को मारिबा कथा चिंता कर मु अछि त तबे मु तो इंद्रजित को मारिबी किंतु अंतर्जमी कहले नाही रे इंद्रजित को जे मारिबो से 12 वर्ष खाई नथबो 12 वर्ष ल मा ता स्त्री संग दैहिक संपर्क नथबो हाथ जोड़ी लक्षण कला भाई आपण कोन जाननान मु पर नवबी भाई ता स्त्री को छाडी आपण को संग रे आसी मु जीवन रे सुख कोन अछि ना किछ पाइबार अभिलाष म रखिछि कंटकी तो बन पथरे निजे कंटारे चली मां को कोमल पथरे चलीछि आपण को पाद धुली मथारे बोलिले मु प्रातः समय जल ग्रहण करे आपण को मुख मां मुख दर्शन रखले मन जल ग्रहण कर पारे आपण खाइबा कथा पड़िले आपण कहले जे खाइ नथिबो जहार स्त्री संग दैहिक संपर्क नथिबो आपण कोन जाननती कथा नवबी भाई ता स्त्री को छाडी म आपण को संग बन को आसिली प्रभु कहले मु तो एक कथा जानिछि हेले तू कोन 12 वर्ष खाइ एठी लक्षण चिंता कले कहले आज एक कथा पछले भाई आउ के पछा छत पथे नाही आज जो कथा पछले मा बड़ भाई हिसाब रे एक कथा मते केबे पछा ना माने मां को छाडी स्त्री को छाडी परिवार सदस्य को छाडी मु जहा सागर आछि मु केमिति बंचिछि केमिति अछि मो भाई कोन मते केबे पछा आज कहूछि मु खाइछि कि नाही हेले कथा कहले के विश्वास करबन जदी विश्वास करबो जणे सी तो मते पचारछि पुनी विश्वास करबो की
ସିଏ ମୋ ଦୁଃଖଟାକୁ ବୁଝିବା କଥା, ଜାଣିବା କଥା। ସିଏ ମତେ କହୁଛି ତୁ କଣ ଖାଇବୁ, ତାହେଲେ ମୁଁ ଖାଇବା କଥା କାହାକୁ କହିବି? କଣ୍ଟକିତ ବନପଥରେ ମୁଁ ସବୁଦିନ ଫଳମୂଳ ତୋଳିବାକୁ ଯାଏ। ଯେତେବେଳେ ଫଳମୂଳ ଲକ୍ଷଣ ତୋଳିକି ଆଣନ୍ତି, ଖାଦ୍ୟଟା ବାପା ସବୁଦିନ 4 ଭାଗ ହୁଏ। ପ୍ରଥମ ଭାଗଟା ହଉଛି ରାମଙ୍କର, ଦ୍ୱିତୀୟ ଭାଗଟା ହଉଛି ସୀତାଙ୍କର, ତୃତୀୟ ଭାଗ ହଉଛି ଲକ୍ଷ୍ମଣଙ୍କର, ଚତୁର୍ଥ ଭାଗ ହଉଛି ଅତିଥି ଅଭ୍ୟାଗତଙ୍କର। ହେଲେ ସବୁଦିନ ମୁଁ ସିନା ବନରୁ ଫଳମୂଳ ତୋଳି ଆଣେ, ଖାଦ୍ୟଟା ସାରା ସବୁଦିନ 4 ଭାଗ ହୁଏ। ମୋ ଭାଗଟାକୁ ମୁଁ ଗ୍ରହଣ କରେ, ହେଲେ ଅଭିମାନରେ ଖାଦ୍ୟଟାକୁ ସବୁଦିନ ମୁଁ ଗ୍ରହଣ କରେ। ହେଲେ ଭାଇ ମୁଁ କେବେ ଖାଇ ନାହିଁ। କାହିଁକି ଆଜ୍ଞା? ଏତେ ବଡ ତ୍ୟାଗ ସଦର ଲକ୍ଷ୍ମଣ କାହିଁ କଲେ? କଣ୍ଟକିତ ବନପଥ ଆପଣାର କହିଲେ ରାଘବେନ୍ଦ୍ର ସରକାର ରାମ, ପୃଥିବୀ ସମ୍ଭବ ସୀତା, ଆଉ ଲକ୍ଷ୍ମଣଙ୍କର ଆପଣାର କିଏ ଅଛି? ସେ ପୁରା ସମସ୍ତଙ୍କୁ ବହୁତ ଦୂରରେ ଛାଡି ଆସେ। କେତେ ସମ୍ପର୍କଟା ଆବଶ୍ୟକ, ପରିବାର ସଦସ୍ୟ ଆପଣାର ପ୍ରିୟଜନ କେତେ ଆବଶ୍ୟକ ଆପଣ ମାନେ ଅନ୍ତର ଦେଇ ବୁଝନ୍ତୁ। ସେଦିନ ଲକ୍ଷ୍ମଣ କହିଲେ ଭାଇ ସମସ୍ତଙ୍କୁ ହରି ଆସି ମତେ ଯେତିକି କଷ୍ଟ ଲାଗେନି, କିନ୍ତୁ ଆଜି କଣ୍ଟକିତ ବନପଥରେ ଭାରି କଷ୍ଟ ମତେ ହେଇଛି। କାହିଁକି ହେଇଛି ସେ କଥା ଆପଣ ଭଲ ଭାବରେ ଜାଣନ୍ତି, ହେଲେ ଜାଣିବି ନ ଜାଣିବାର ଅଭିନୟ ଆପଣ କଲେ। ଆଜି ଯୋଉ କଥା ମତେ ପଚାରିଲେ, ଏଇ କଥାଟା ବହୁ ପୂର୍ବରୁ ପଚାରିବାର ଥିଲା, ଆପଣ ପଚାରି ନାହାନ୍ତି। ମୁଁ କେବେ କହିବି କାହିଁକି ଖାଇନି ଆପଣ ଶୁଣନ୍ତୁ ପଦିଏ କଥା। ଆଉ ସେଇ ପଦିଏ କଥା ମୋ ଅନ୍ତରକୁ ଭାରି କଷ୍ଟ ଦେଇଛି, ଆଘାତ ଦେଇଛି ମତେ। ନା ଖାଓରେ ଲକ୍ଷ୍ମଣ ବୋଲି, ଇଏ ଖାଓରେ ଲକ୍ଷ୍ମଣ ବୋଲି ଆଜ୍ଞା ହୋଇ ନାହିଁ। ଖାଓରେ ଲକ୍ଷ୍ମଣ ବୋଲି ଆଜ୍ଞା ହୁଏ ନାହିଁ, କେମିତି ଖାଇବି ଖାଦ୍ୟ ସାନ ଭାଇ ହୋଇ? ଆପଣ କୁହନ୍ତୁ ମତେ କେବେ କହିଛନ୍ତି? ଆଜି ମତେ ଯୋଉ ଭଳି ପଚାରିଲେ, ଆପଣ ମତେ କେବେ ପଚାରି ନାହାନ୍ତି ମୁଁ ଖାଇଛି କି ନାହିଁ, ସୁଖରେ ଅଛି କି ଦୁଃଖରେ ଅଛି। ଜୀବନ କାଳ ଭିତରେ ଯେଡେ ବୁଝିବା ବ୍ୟକ୍ତି, ଯେଡେ ଦାମ୍ଭିକ ବ୍ୟକ୍ତି, ସମସ୍ତଙ୍କର କିଛି ନା କିଛି ଆବଶ୍ୟକତା ଥାଏ। ଆପଣଙ୍କୁ ମୁଁ ବେଶୀ ପ୍ରିୟଜନ ଭାବିଥିଲି, ବେଶୀ ଆପଣର ଭାବିଥିଲି। ଯଦି ବିଶ୍ୱରେ କାହାକୁ ଅନ୍ତର ଦେଇ ଭଲ ପାଏ, ସେ ହଉଛନ୍ତି ଆପଣ। ଯଦି କାହାକୁ ମା ପରି ଶ୍ରଦ୍ଧା করে ଭକ୍ତି করে, ପାଦ ଛଡ଼ା ମୁଖକୁ ମୁଁ ଦର୍ଶନ କରିବି, ସେ ହଉଛନ୍ତି ମୋ ପୃଥିବୀ ସମ୍ଭବ ମା ଆର୍ଯ୍ୟାବର୍ତ୍ତର ନାରୀ ସୀତା। ହେଲେ ଏଇ ପଦେ କଥା ମତେ ଭାରି କଷ୍ଟ ଦେଇଛି ଭାଇ। ଆପଣ ମତେ କହିନାହାନ୍ତି ମୁଁ ଖାଇନି, ସତରେ କଣ ଆମେ ଦେଖିଛନ୍ତି ଆଜ୍ଞା ଲକ୍ଷ୍ମଣ 12 ବର୍ଷ ଖାଇଲେ କି ନାହିଁ? ପୁରାଣ କହିଛି, ପୁରାଣ ନିର୍ଯାସ, ପୁରାଣ ଦର୍ଶନ ଭିତରେ ଆମେ ଅନୁଭବ କଲେ ଯେ ପ୍ରକୃତରେ ଭାଇ ପାଇଁ ଭାଇ ତ୍ୟାଗ କଲା। ବଡ ଭାଇ ସାନ ଭାଇ କି କହିଲାନି ବୋଲି ସାନ ଭାଇଟା 12 ବର୍ଷ ଖାଇଲାନି। ହେଲେ ଆଜିକାଲି କଣ ସେ କଥା ହବ? ଚାଖଣ୍ଡେ ଜାଗା ଖାଲି ଭାଇ ଆଡେ ଯାଉ, ବଡ ଭାଇ ଦେହରେ ଯାଉନି, ସାନ ଭାଇ ଆଡେ ଯାଉ, ବଡ ଭାଇ ସହୁନି, ବାପ ପରି ଲଢେଇ। ଆଜ୍ଞା କୋର୍ଟ କଚେରୀ ପର୍ଯ୍ୟନ୍ତ କଥା ଯାଉଛି, ଭାଇ ପେଟରେ ଭାଇ ଛୁରା ଭରି ଦଉଛି ଆଜ୍ଞା। କିନ୍ତୁ ସେ ଯୁଗରେ ସେମିତି ନଥିଲା, ପୁରାଣ ଦର୍ଶନ ଏମିତି ନଥିଲା। ପୁରାଣ ଭିତରେ ଅନେକ ତ୍ୟାଗ, ଅନେକ ନିଷ୍ଠା, ଅନେକ କର୍ମ, ଅନେକ କର୍ତ୍ତବ୍ୟ କରୁଥିଲେ ସେଦିନର ପିଲାମାନେ। ଲକ୍ଷ୍ମଣ ହାତ ଯୋଡି କହିଲେ ଭାଇ ଏତିକିରେ କଣ ଦୁଃଖ ସରିଲା କି? କଣ୍ଟକିତ ବନପଥରେ ମୁଁ ଯୋଉଦିନ ଚାଲୁଥିଲି, ଆପଣ ଆଗରେ ଥିଲେ, ମୋ ମା ମଝିରେ ଥିଲେ, ମୁଁ ପଛରେ ଥିଲି। କିଛି ବାଟ ଗଲା ପରେ ମୁଁ ଥକି ଗଲି। ମୁଁ ଜାଣିନଥିଲି ବନବାସ ଜୀବନ ଭିତରେ ଏତେ କଷ୍ଟ ହବ। ରାଜକୀୟ ସୁଖ ଐଶ୍ୱର୍ଯ୍ୟ ବିଭବକୁ ଛାଡ଼ିଦେ ମୁଁ ଆପଣଙ୍କ କଣ୍ଟକିତ ବନପଥକୁ ବାଛୁରି ଦେଲା ବେଳେ ମୁଁ କଣ ଜାଣିଥିଲି ଏତେ କଷ୍ଟ ଦୁଃଖ ପାଇବି ବୋଲି? କଣ୍ଟକିତ ବନପଥରେ ଯାଉ ଯାଉ ମୁଁ ଯେତେବେଳେ ଥକି ଗଲି, ଟିକେ ବିଶ୍ରାମ ନେବାକୁ କହିଲା ବେଳେ ବସି ପଡିଛି, ଲକ୍ଷ୍ମଣ ପ୍ରଭୁଙ୍କର ନଜର ପଡିଲା। ଧାର ଧାର ରକ୍ତ ଝରୁଛି ପାଦରେ। କହିଲେ ଆମେ ଯୋଉ ବାଟେ ଆସିଲୁ ତୁ ସେଇ ବାଟେ ଆସିଲୁ, ଆମ ପାଦରେ କଣ୍ଟା ବାଜିଲାନି, ତୋ ପାଦ ସାରା ରକ୍ତ କାହିଁ ଝରୁଛି? ହାତ ଯୋଡି ଲକ୍ଷ୍ମଣ କହିଲେ ଭାଇ କଣ୍ଟକିତ ବନପଥରେ ଆପଣ ଆସୁଥିଲେ, ମା ଆସୁଥିଲେ, ମୁଁ ପଛରେ ଆସୁଥିଲି, ହେଲେ ମୋ ପାଦରେ କାହିଁକି କଣ୍ଟା ପଡି ହେଲା? ରକ୍ତ ଝରୁଛି ଆପଣ ଜାଣିଛନ୍ତି ନା? ଆପଣ ଯୋଉ ବାଟେ ଆସୁଥିଲେ, ମୋ ମା ଯୋଉ ବାଟେ ଆସୁଥିଲା, ମୁଁ ସେ ବାଟେ ଆସିବି।
ମୋ ଦେବତା ମୋ ବଡ ଭାଇ ତାଙ୍କ ପାଦରେ ପାଦ ଚିହ୍ନ ପକେଇଲେ ମତେ ପାପ ଲାଗିବ। ଦେବୀ ସ୍ୱରୂପ ମୋ ମା ତା ପାଦ ଚିହ୍ନରେ ପାଦ ଥୋଇଲେ ମତେ ପାପ ଲାଗିବ। ସେଇଥିପାଇଁ ମୁଁ ବାଟ ଭାଙ୍ଗି ଅନତ୍ର ଆସିଲି। ମୋ ପାଦ ସାରା କଣ୍ଟା ଫୋଡି ରକ୍ତ ଝରୁଛି। ମୁଁ ଜାଣିନଥିଲି ଜୀବନ ଭିତରେ ଏମିତି ଦୁଃଖ କେବେ ଅନୁଭବ କରିବି। ଯେଡେ ଦାମ୍ଭିକ ହୁଅନ୍ତୁ ଆଜ୍ଞା, ଦୁଃଖ କାହାକୁ ଛାଡ଼ିବି। ବୋଲେ ଦୁଃଖ ସୁଖ ଚିରା ନୁହଇ କେବଳ ସବୁଥିରା ଛେକ୍ଷାୟ ସବୁଥିରା ଛେକ୍ଷାୟ ଆଜି ଯା ଜୀବନ ପରଶରେ ଆଜି ଯା ପରଶରେ କାଲି ଯାବି ଦମୟ କାଲି ଯାବି ସବୁଦିନ ସମାନ ଯାଏନି ନା, କି ସବୁ ବର୍ଷ କି ମାସ ସମାନ ଯାଏ ନା, ଆଉ ସବୁଦିନ ସମାନ ଯିବ ବୋଲି କେହି ଦମ୍ଭରେ କହିପାରିବନି କଥା। ଦୁଃଖ ପରେ ସୁଖ, ହାନି ପରେ ଲାଭ।